ଆପଣଙ୍କ ନାଁ କ'ଣ? ମୋ ନାଁ ହେଉଛି ରଘୁନାଥ ଗୁଇଁ। ମୁଁ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ବନମାଳୀପୁର ଗ୍ରାମରୁ। କ'ଣ ହେଲା? ଆପଣ ଇଏ ମାପଚୁପ ଜାଣିଛନ୍ତି ଭକ୍ତ କେମିତି କୁହନ୍ତି କେଉଁଠି ଠିଆ ହେବି ସବୁ ଆଗରୁ ବୋଧେ ଆପଣଙ୍କର ହଉ ଆପଣଙ୍କର ଯେଉଁ ଅନୁଭୂତିଟା ଆଣିଛନ୍ତି ସେ ଅନୁଭୂତି କି ସିଧା ଆପଣ ଆମକୁ ନେବେ, ଆମ ମନ ଭିତରେ ବିଶ୍ୱାସ ବଢ଼େଇବେ। କହିଲେ ଦେଖି। ମୋର ଅନୁଭୂତି ଭଗବାନଙ୍କ ପାଖରେ ତ ବହୁତ କିଛି ଅନୁଭୂତି ଅଛି, ସେଥିମଧ୍ୟରୁ ମୁଁ ଗୋଟିଏ କହୁଅଛି। ମୋର ପୁଅର ଗୋଟିଏ ପୁଅ, ତା'ର ବିବାହର ବହୁତ ଯୋଗାଯୋଗ ହେଇକି 7-8 ବର୍ଷ ହେଲା କେଉଁଠି ଠିକ୍ଠାକ୍ ହେଇପାରୁନଥିଲା। ତେଣୁକରି ମୁଁ ମହାପ୍ରଭୁଙ୍କୁ ଜଣେଇଥିଲି, ମହାପ୍ରଭୁ ଆପଣ କ'ଣ ମୋତେ ଏମିତି ନିରାଶ କରିବେ? ସେଇଠୁ ମହାପ୍ରଭୁଙ୍କୁ ମୁଁ ସବୁବେଳେ ଡାକେ। ଆଉ ମହାପ୍ରଭୁ ମୋ ଡାକ ଶୁଣିକି ଏବେ ପୁଅର ବିବାହର ଠିକ୍ କରିଛନ୍ତି। ମୁଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି, ନିମନ୍ତ୍ରଣ ପତ୍ର ନଡ଼ିଆ ଗୁଆ ନେଇକି ନିମନ୍ତ୍ରଣ କରିକି ଆସିଲି। ଆଉ ପତାକା ବି ଖଣ୍ଡେ ମହାପ୍ରଭୁଙ୍କ ପାଖରେ ଲାଗି କରିଛି। ଅନୁଭୂତି କି ଯିବା। ଇଏ ତ ଆପଣଙ୍କର ଆଜିର ବାହାଘର, ପୁଅ ବାହାଘର ପାଇଁ ଆସିଲେ, ନିମନ୍ତ୍ରଣ ଦେଲେ, ଆଜି ଅନୁଭୂତି କହିବେନି? ଅନୁଭୂତି ଅଛି, କହିବି। ଆଗ ଅନୁଭୂତି କହିଥାନ୍ତେ। ପୁଅ ବାହାଘର ହେଲା ଆମକୁ ଡାକିଲେ, ଆମକୁ ତ ଭୋଜି ଡାକୁନାହାନ୍ତି, ଖାଲି ଶୁଣେଇ ଦେଲେ କ'ଣ ହେବ? ଅନୁଭୂତି କହିବେ। ପୁଅ ବାହାଘର କଲେ, ଆପଣ ଯେଉଁ କହିଲେ, କିଏ ଯିବ ଆପଣଙ୍କ ବାହାଘରକୁ? ମହାପ୍ରଭୁ ଯିବେ। ମହାପ୍ରଭୁ ଯିବେ। ତେଣୁକରି ଆପଣ ଯେଉଁ ଆସିଛନ୍ତି, ଅନୁଭୂତିଟି କହିଲା ପରେ ଆମେ ଆପଣଙ୍କୁ ଧନ୍ୟବାଦ ଦେବୁ। ମାନେ 2024 ମସିହା ମୁଁ ଆମର କଟକ ବାଦାମବାଡ଼ି ବସ୍ଷ୍ଟାଣ୍ଡକୁ ନ ଯାଇ ଆମ ବନ୍ଧୁ ଘର ହେଉଛି କନ୍ଦରପୁର। ମୁଁ ସେଇଠୁ କ'ଣ କରେ ନା, ଆମର ଏଠି ଲିଙ୍କ୍ ରୋଡ଼ ଅଛି, ସେଇଠି ହିଁ ଓହ୍ଲେଇକି ସେପଟୁ ଯେଉଁ ବସ୍ ଆସୁଥାଏ ବାଦାମବାଡ଼ି ପଟୁ, ଆଉ ସେଥିରେ ବସିକି ମୁଁ ତାଙ୍କ ଗ୍ରାମ ବିରିବାଟି କିମ୍ବା କନ୍ଦରପୁର ବୋଲାଏ। ଦିନକର ଘଟଣା କ'ଣ କି, ମୁଁ ଏମିତି ଯାଇଛି, ସେଇଠି ହିଁ ଏକ ଜାଗାରେ ହିଁ ଓହ୍ଲେଇକି ସବୁବେଳେ ଯିବା ଆସିବା କରେ। ଦିନେ ମୋର ଭୁଲ ବଶତଃ ମୁଁ କାହିଁ ବାଟ ଜାଣିପାରିଲିନି, ମୁଁ ସେଇ ଲିଙ୍କ୍ ରୋଡ଼ରେ ଓହ୍ଲେଇକି ଆଉ ହଠାତ୍ ମୋ ଦୁଇଟା ରାସ୍ତା, ଯାହାକି ଏଇଟା ମୋ ପାଖେ ପାରି ହେବା ସେପଟକୁ ଯାଇକି ଅସମ୍ଭବ ଥିଲା। ମୁଁ ସେଇଠୁ ଠାକୁରଙ୍କ ଫଟୋ ମୋ ପାଖେ ପକେଟରେ ରହିଥାଏ। ମୁଁ କହିଲି, ମହାପ୍ରଭୁ ମୋତେ କେମିତି ସୁରୁଖୁରୁରେ ସେପଟକୁ ନେଇକି ମୋତେ କେମିତି ଗାଡ଼ିରେ ବସେଇବା ବରାଦ କର। ୟା ଭଗବାନଙ୍କୁ ଡାକି ମୁଁ ସେ ଡବଲ ରାସ୍ତା ପାରି ହେଇକି ସେପଟେ ଯାଇ ପହଞ୍ଚିଛି। ସେଠି ଜଣେ ଅଚିହ୍ନା ଭଦ୍ର ବ୍ୟକ୍ତି ଜଣେ କହିଲେ, ମୋତେ ହଠାତ୍ ଆସି ପଚାରିଲେ, ଆପଣ କେଉଁଠିକି ଯିବେ? ମୁଁ କହିଲି, ଆଜ୍ଞା ମୁଁ ଯାଇଥାନ୍ତି କନ୍ଦରପୁର। ନା, ଆପଣ ତ ଭୁଲ ଜାଗାକୁ ଆସିଲେ ଭାରି, କନ୍ଦରପୁର ବସ୍ ତ ଏଠି ରହୁନି, ସେପଟେ ରହୁଛି। ସେ ଭଦ୍ର ବ୍ୟକ୍ତି ଜଣକ ମୋ ହାତ ଧରି କହିଲେ, ଆପଣ ଆସନ୍ତୁ, ମୁଁ ତୁମକୁ କନ୍ଦରପୁର ଯିବାକୁ ଯେଉଁ ବସ୍ ସେଠି ପୁରା ବସେଇ ଦେଇ ଯିବି। ସେପଟୁ ସେ ମୋ ହାତ ଧରିକି ସେଇ ଡବଲ ରାସ୍ତା ପାରି କରିକି ଆଣି କନ୍ଦରପୁର ଏବଂ ଜଗତସିଂହପୁର ବସ୍ ଯେଉଁଠି ରୁହେ ସେଇ ଜାଗାରେ ହିଁ ମୋତେ ନେଇ ଠିଆ କରେଇଲେ। ବସ୍ ଆସିବା ପର୍ଯ୍ୟନ୍ତ ସେ ଅପେକ୍ଷା କଲେ। ବସ୍ ଆସିଲା, ମୋତେ ସେଇଠୁ ବସେଇକି ସିଏ ଗଲେ। ମୁଁ କହିଲି, ଇଏ ବୋଧେ ମହାପ୍ରଭୁ ହିଁ ମୋତେ ଆସି ନିଜେ ହିଁ ସାହାଯ୍ୟ କରିଛନ୍ତି। ଆଉ ଇଏ ହେଲା ଅନୁଭୂତି ନା, ଆଉ ଇଏ ହେଲା ଅନୁଭବ। କଥା କହିଲେ ଭକ୍ତ ଖୁସି ହେବେ, ଆଉ ଯେଉଁଟା କହିବା ଦରକାର ସେଇଟା କହିଲେ ଭଲ। ଆପଣ ଜୟ ଜଗନ୍ନାଥ ଟିଭି ଦେଖୁଥିବେ। ଜୟ ଜଗନ୍ନାଥ ଟିଭି ଆଜ୍ଞା ଆମେ ନିୟମିତ ଦର୍ଶକ। ଆମେ କେବଳ ଜଗନ୍ନାଥ ଟିଭି ବ୍ୟତୀତ ଆମେ କୌଣସି ଫିଲ୍ମ କି ସିରିଏଲ୍ କି ଖେଳ ଆମେ ଏଇଭଳିଆ କିଛି ଦେଖାଉନା। ଆମର ରାତି 4ଟାରୁ ମୁଁ ଉଠିକି ଜୟ ଜଗନ୍ନାଥ ଚ୍ୟାନେଲ୍ ଲଗାଏ। 5ଟାରେ ଦ୍ୱାରପିଠା, 6ଟାରେ ମଙ୍ଗଳ ଆଳତୀ, 8ଟାରେ ଅନୁଭୂତି, 9ଟାରେ ବି ସେଇ ଅନୁଭୂତି, ଆଉ ଦିନ 12:30ଟାରେ ଅନୁଭୂତି, ଆଉ ସନ୍ଧ୍ୟା 5ଟାରେ ପତାକା ଲାଗି, ଏବଂ ସନ୍ଧ୍ୟା 7ଟାରେ ସନ୍ଧ୍ୟା ଆଳତୀ ଦେଖୁ। ପୁଣି ରାତି 7:30ରେ ଏଇ ଅନୁଭୂତି କାର୍ଯ୍ୟକ୍ରମ ଦେଖୁ। 7:30ରେ? ହଁ, ଆପଣ ଯେଉଁ କହିବା କଥା ଠିକ୍, କାହିଁକିନା ଆଳତୀ ସରିଲା ପରେ ଆମେ ଆରମ୍ଭ କରୁ। ହଉ, ବହୁତ ବହୁତ ଧନ୍ୟବାଦ ଦେବୁ ଆପଣଙ୍କୁ। ଜୟ ଜଗନ୍ନାଥ।